ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ମଣିକମୋରା ଗାଁରେ ଅଭାବନୀୟ ଘଟଣା। ସ୍ତ୍ରୀର 3 ମାସର ଗର୍ଭ ନଷ୍ଟ ସହ ସ୍ତ୍ରୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ମାଣିକମୋରା ଗାଁର ଠାକୁରମୁଣ୍ଡା ସାହିର ପରି ମୁଣ୍ଡା। ପରି ଆଜକୁ 3 ବର୍ଷ ତଳେ ଠାକୁରମୁଣ୍ଡା ସାହିର ଶର୍ମା ଗଇଙ୍କୁ ପ୍ରେମ ବିବାହ କରିଥିଲେ। ପରୀଙ୍କ ଘର ପାଲଡ଼ା ଅଞ୍ଚଳରେ ହୋଇଥିବା ସୂଚନା। ସେ କଟକରେ ଶ୍ରମିକ କାମ କରୁଥିବା ବେଳେ ଶର୍ମାଙ୍କ ସଂସ୍ପର୍ଶ ଆସିବା ସହିତ ପ୍ରେମ ବିବାହ କରିଥିଲେ। ପୂର୍ବରୁ ଶର୍ମାଙ୍କ ସ୍ତ୍ରୀ ଓ ପିଲାଛୁଆ ମଧ୍ୟ ରହିଛନ୍ତି। ବିବାହ ପରଠାରୁ ପାରିବାରିକ ଜୀବନରେ କଳହ ହୋଇ ଆସୁଥିଲା। ଏପରିକି ପରୀଙ୍କ 3 ମାସର ଗର୍ଭକୁ ଶର୍ମା ନଷ୍ଟ କରୁଥିବା ବାପଘର ଲୋକେ ଅଭିଯୋଗ କରିଛନ୍ତି। ଗତ 27 ତାରିଖ ଦିନ ରାତିରେ ପରୀଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ୱାମୀ ଖବର ଦେଇଥିଲେ, ଯାହାକୁ ନେଇ ପରଜଙ୍ଗ ଥାନାରେ ହତ୍ୟା ଅଭିଯୋଗ ପରେ ଜିଲ୍ଲା ଫରେନ୍ସିକ୍ ସାଇଣ୍ଟିଫିକ୍ ଟିମ୍ ଓ ପୁଲିସ ତନାଘନା ଆରମ୍ଭ କରିଦେଇଛି। ଶବ ବ୍ୟବଚ୍ଛେଦ ପରେ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ କହିଛି। माँ को फोन करतला जुई पुओ आउ हमको तो फोन करी नहीं जुई पुओ ताको फोन करी कहला आमे आसिकरी देखलु बळकु सिया मरि जाईछि। घरे थाइकिना से कटक बाहर को काम कर जाइतला। काम करिकिना से तांकर से जो सब देखा चाह हला 4 वर्ष तांकर प्रेम संपर्क थिला। संपर्क थाइकिना तांकर जीवासा ड्यूटी करथिला। ड्यूटी करकिना से तांकर घरे आसिकिना केमते डेटे गला हम कहि पारबे ना। तांकर 4 वर्ष जाक प्रेम संपर्क थिला। ढेंकानाल हरेकृष्ण राउत रिपोर्ट, खबर ओडिशा।